तो नमस्कार बंधु, आपण को स्वागत मोर यही नुआ वीडियो को। तो आम पूर्व वीडियो रे जानिथिले स्त्री मानकर शरीर शोभा आ वर्तमान यही वीडियो रे जानिबा स्त्री मानकर पाद देखिबा। तो चलंतु आ डेरी न करी आरंभ करिबा। जहाँकर पाद गोईठी शिरामय असमान सेपरि स्त्री दरिद्रा। तो आगକୁ ଯିବା। ଯାହାଙ୍କର ପାଦ ବୃହାଙ୍ଗୁଳି ବିସ୍ତୃତ ଓ ଦୀର୍ଘତମ ସେ ସ୍ତ୍ରୀ ଭାଗ୍ୟହୀନା କମ୍ ବୟସରେ ବିଧବା ହୋଇଥାନ୍ତି। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କର ପାଦାଙ୍ଗୁଳି କୃଶ ସେପରି ନାରୀ ଜୀବନରେ ବହୁ କ୍ଳୋଶ ଭୋଗ କରି ଦୁଃଖରେ ମୃତ୍ୟୁ ଲଭନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦାଙ୍ଗୁଳି ଗୁଡ଼ିକ ଦୀର୍ଘତମ ସେମାନେ ସମାଜରେ କଳଙ୍କିନୀ ନାରୀ ଭାବରେ ଗଣନା ହୁଅନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦ ତର୍ଜନୀ ମଧ୍ୟମ ଅଥବା ଅନାମିକା ଆଙ୍ଗୁଳି ଗୁଡ଼ିକ ଗମନ ସମୟରେ ଭୂମିକୁ ସ୍ପର୍ଶ କରେ ସେପରି ନାରୀ ସୁଖ ସୌଭାଗ୍ୟ ବଞ୍ଚିତା ପୁତ୍ର ସୁଖ ଓ ସ୍ୱାମୀ ସୁଖ ଭୋଗରେ କଷ୍ଟ ପାଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଗମନ କାଳେ ପାଦର କନିଷ୍ଠା କିମ୍ବା ଅନାମିକା ଆଙ୍ଗୁଳି ଭୂମିକୁ ସ୍ପର୍ଶ କରେ ନାହିଁ ସେପରି ନାରୀ ହତଶିରୀ ଜୀବନ ଯାପନ କରନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦ ତଳେ ନତ ସେପରି ନାରୀ ଦରିଦ୍ରା ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଅନାମିକା ଏବଂ ବୃଦ୍ଧାଙ୍ଗୁଳି ଗମନ କାଳରେ ଭୂମିକୁ ସ୍ପର୍ଶ କରେ ସେପରି ନାରୀ ସ୍ୱଚ୍ଛାଚାରିଣୀ ଭାବରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦର ଅଙ୍ଗୁଳି କୁଶ ପ୍ରାୟ ପତଳା ସେହି ନାରୀ ଅତ୍ୟନ୍ତ କ୍ଳୋଶ ଭୋଗିନୀ ଭାବରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦ ଅଙ୍ଗୁଳି ଗୁଡ଼ିକ ସମସ୍ତ ଦୀର୍ଘ ସେପରି ନାରୀ ଆଜୀବନ କୁଳଟା ଭାବରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଚାଲିବା ସମୟ ପୁଣି ଥରେ କହିଦେଉଛି ଭୁଲ ତ୍ରୁଟି ଥିବାରୁ। ଯାହାଙ୍କର ଚାଲିବା ସମୟ ଶବ୍ଦ ଶୁଭେ ସେପରି ନାରୀ କମ୍ ସମୟରେ ବୈଧବ୍ୟ ଯନ୍ତ୍ରଣା ଭୋଗ କରେ ଓ ସ୍ୱଚ୍ଛାଚାରିଣୀ ଭାବରେ ସମୟ ଅତିବାହିତ କରେ। ତ ଆଗକୁ ଯିବା। ଯାହାଙ୍କର ଗମନ କାଳରେ ଭୂମିରେ କମ୍ପନ ଶୁଭେ ସେପରି ନାରୀ ଅତି ତ୍ୟାଗ କରି ଦୁଃଖ ଭୋଗ କରେ। ତ ଆଗକୁ ଯିବା। ଯାହାଙ୍କର ପାଦ ତଳ କର୍କଶ ବିବର୍ଣ୍ଣ କୋଠର ଖଣ୍ଡିତ ବୃହତ ଶୁକ୍ଳ ସେପରି ନାରୀ ହତଭାଗିନୀ ଦୁଃଖିନୀ ଭାବରେ ସମୟ ଅତିବାହିତ କରିଥାନ୍ତି। ତ୍ରୁଟି ଥିବାରୁ କ୍ଷମା ଚାହୁଁଛି ବନ୍ଧୁ। ଆଗକୁ ଯିବା। ଯାହାଙ୍କର ପାଦ ଅଙ୍ଗୁଳି ପରସ୍ପର ଠାରୁ ଅଲଗା ସେପରି ନାରୀ ବହୁ ଦୁଃଖ ଭୋଗ କରି ବଞ୍ଚି ରହେ। ତ ଆଗକୁ ଯିବା। ଯାହାଙ୍କର ଅଙ୍ଗୁଳି ଗୁଡ଼ିକ ଚେପଟା ସେ ନାରୀ ଦାସୀ ହୋଇ ଜୀବନ ଯାପନ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଗମନ ସମୟରେ ଧୂଳି ଉଡ଼େ ସେପରି ନାରୀ ସମାଜରେ କଳଙ୍କିନୀ ପିତୃମାତୃହୀନ ଦୁଇ କୁଳର ନାଶକାରିଣୀ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ପାଦ ଦୁୟ ସ୍ତନ ଦୁୟ ଓଠ ସମସ୍ତ ଲୋମଯୁକ୍ତ ସେପରି ନାରୀ ଭାଗ୍ୟରେ ସଦା ବିଧବା ଯୋଗ ଥାଏ। ତ ଆଗକୁ ଯିବା।
ଯାହାଙ୍କର କନିଷ୍ଠାଙ୍ଗୁଳି ଭୂମିକୁ ସ୍ପର୍ଶ କରୁନଥାଏ, ସେପରି ନାରୀ ସଦ୍ୟ ବିଧବା ହୋଇ ସମାଜରେ ବଞ୍ଚି ରହେ ଓ ନାନା କୁକର୍ମରେ ଲିପ୍ତ ରହେ। ତ ବନ୍ଧୁ, ଆଜି ପାଇଁ ଏତିକି। ଆମେ ଆଗାମୀ ଭିଡ଼ିଓରେ ଜାଣିବା ସ୍ତ୍ରୀମାନଙ୍କର ତିଳ ଚିହ୍ନ ଲକ୍ଷଣ। ଆଉ ଯେହେତୁ ଏଇ ଭିଡ଼ିଓରେ ମୋର କିଛି ତ୍ରୁଟି ରହିଛି, ସେଇଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଆଗାମୀ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ରହୁଛି। ନମସ୍କାର।